ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଆସନ୍ତୁ ଜାଣିବା ଦୋଳ ପୂର୍ଣ୍ଣିମା ବିଷୟରେ କିଛି କଥା। ଓଡ଼ିଆ ସଂସ୍କୃତିରେ ଆନନ୍ଦର ପର୍ବ ହେଉଛି ଦୋଳ ପୂର୍ଣ୍ଣିମା। ପ୍ରତ୍ୟେକ ଗାଁରେ ଦୋଳ ବିମାନରେ ଦୋଳ ଗୋବିନ୍ଦ ଏବଂ ପ୍ରେମମୟୀ ଶ୍ରୀ ରାଧାଙ୍କୁ ବସାଇ ଭକ୍ତମାନେ କାନ୍ଧରେ ବୋହି ନେଇଥାନ୍ତି। ଗାଁ ବୁଲି ପ୍ରତ୍ୟେକ ଘରେ ଭୋଗ ଖାଇବା ପାଇଁ ପ୍ରତ୍ୟେକ ଘରର ସାମ୍ନାରେ ଲିପାପୋଛା ହୋଇ ଶୁଦ୍ଧ ପୂତ ଭାବରେ ପିଢ଼ା ପାଣି ସଜାଇ ଦିଆଯାଏ। ଦୋଳ ଗୋବିନ୍ଦଙ୍କ ପାଇଁ ଘରେ ଘରେ ତିଆରି ହୁଏ ଚଣା, ଉଖୁଡ଼ା, ସାକର ଭୋଗ, କାକରା ଭୋଗ ଆଦି ଅନେକ କିଛି। ଫୁଲମାଳ ଏବଂ ଆମ୍ବ ପେନ୍ଥା ଲାଗି ହୁଏ ଦୋଳ ବିମାନରେ। ସାଇ ପଡ଼ିଶା, ବନ୍ଧୁବାନ୍ଧବ ସମସ୍ତେ ମିଶି ସେହି ଭୋଗକୁ ଖାଇ ଆନନ୍ଦରେ ଠାକୁରଙ୍କୁ ଭୋଗ ଅର୍ପଣ କରି ନିଜର ମଥାରେ ବୋଳି ହୁଅନ୍ତି। ଏହା ହିଁ ଐଶ୍ରୀ ଆଶୀର୍ବାଦ ମିଳିଥାଏ ଏବଂ ଏ ହେଉଛି ଭକ୍ତ ଏବଂ ଭଗବାନଙ୍କର ମିଳନର ପର୍ବ। ଯେଉଁଠି ଭଗବାନ ଭକ୍ତଙ୍କ ଦୁଆରକୁ ଛୁଟି ଆସନ୍ତି ସେହି ଭକ୍ତର ହାତରୁ ପ୍ରସାଦ ସେବନ ପାଇଁ। ଏ ହେଉଛି ଓଡ଼ିଆ ଜାତିର ମହାନ ପର୍ବ ଏବଂ ଈଶ୍ୱର ଭକ୍ତିର ପ୍ରମାଣ ଦୋଳ ପୂର୍ଣ୍ଣିମା।